जय जगन्नाथ। आज आमे पंचसखा जुगिया कवि जगन्नाथ दासकर रचित अर्थकोइली को आवृत्ति करी शुणिबा। तो यह हेउची केशव कोइली यह आसीअछि। तो चलन्तु आमे आवृत्ति करी शुणिबा। कोइली लो केशव जे मथुरा को गला, काहा बोले गला पुत्र बाहुडी नइला। अर्जुन उवाच। अर्जुन कृष्ण को पचारिछन्ति। अर्जुन बोइले तुम्भे शुण महाबाहो, पुछिबी कथाए प्रभु मते आज्ञा हेउ। केशव कोइली नाथ काहाको जे कही, एहा मते श्रीहरि प्रसन्ने देवा कही। श्री भगवान उवाच। पार्थर वचने जे बोलन्ति भगवान, उत्तम कथाए पार्थ पचारिलु पूर्ण। कोइली बोलिण पार्थ जीव कोटि कहे, सेहि जीव मोहि जान सर्वत्र छई। आपे आसीथिला जीव आपे चाली गला, सेहि पुत्र गोटिया बाहुडी नइला। एही पुत्र गोटी जहु बाहुडी नइला। मथुरा स्वरूप पिण्ड पडिण रहिला। कोइली लो खण्ड क्षीर देवी मो काहाको, खाइबार पुत्र गल मथुरा पुरको। पुण पुण अर्जुन जे चरणे पडई, आबर कथाए मते कह भावग्राही। खण्ड क्षीर कथा मते कह भगवान, श्रीहरि कहन्ति एहा शुण हे अर्जुन। पिण्डरे थाइण जीव महासुख पाई, अन्तर होइन पुनः अन्य स्थान जाई। आकाशे मिसिण जीव अन्य पिण्डे गला, हरिर खण्ड क्षीर व्यर्थ होइला। शुणी करी अर्जुन होइला तो समन, पुण पुण कृष्ण आगे कहई वचन। कोइली लो गला पुत्र बाहुडी नइला, गहन त वृन्दावन शोभन पाइला। गहन त वृन्दावन काहाको जे कही, ए कथा विस्तारी मते कह भावग्राही। अर्जुन मुखको चाही कमल लोचन, ଯାହା ପଚାରିଲ ଶୁଣ ପାଣ୍ଡୁର ନନ୍ଦନ। ଗହନ ବୋଲିଣ ପାର୍ଥ ଜୀବଟିକୁ କହି, ଗୋପପୁରେ ଦେହ ଗୋଟା ଶୋଭା ପାଉନାହିଁ। ପିଣ୍ଡକୁ ପରମ ଯହୁଁ ଛାଡ଼ି କରି ଗଲା, तेणु करी पिंड गोटा भूमि रे पड़िला।
ଏମନ୍ତ ପ୍ରକାରେ ପାର୍ଥ ଗ ଅକ୍ଷରାର୍ଥ ଏକ ମନେ ଶୁଣ ତୁ ଗୋ ପଣ୍ଡୁରାଜ ସୁତ। କବି ଏଠାରେ ନନ୍ଦ ଯଶୋଦାଙ୍କ ଘରକୁ ପିଣ୍ଡ ରୂପେ ଏବଂ ଶ୍ରୀକୃଷ୍ଣଙ୍କୁ ଜୀବ ରୂପେ କଳ୍ପନା କରି ଅର୍ଥ କରିଛନ୍ତି। କୋଇଲିଲୋ ଘର ମୋର ନମଣନ୍ତି ନନ୍ଦ, ଘଟଣ ନଦିଶେ ପୁର ନଥିଲେ ଗୋବିନ୍ଦ। ଘର ବୋଲି କରି ପାର୍ଥ ଯାହାକୁଟି କହି, ପାର୍ଥର ପିଣ୍ଡରେ ହସ୍ତ ଦେଲେ ଭାବଗ୍ରାହୀ। ପରମ ଜୀବର ଅର୍ଥ ଗୁଣ ଫାଲଗୁନି, ଶାସ୍ତ୍ରର ବିଚାର ତୋତେ କହିବା ଏ କ୍ଷଣେ। ଘଟଣ ପୁରୁଷ ଯହୁଁ ଛାଡ଼ି କରି ଗଲା, ନନ୍ଦ ଯେ ପରମ ତହିଁ ନିଷ୍ଫଳ ହୋଇଲା। ଜୀବ ଥିବା ଯାଏ ପିଣ୍ଡ ଶୋଭା ପାଉଥାଏ, ଘଟଣ ପୁରୁଷ ଗଲା ସେବାକୁ ନାହିଁ। ପରମକୁ ଜୀବ ଯହୁଁ ଘିନି କରି ଗଲା, ତେଣୁ କରି ଘର ଗୋଟିଏ ଶୋଭା ଦିଶିଲା। କୋଇଲିଲୋ ନନ୍ଦ ଦେହ ପାଷାଣେ ଗଢ଼ିଲା, ନୟନେ କଜ୍ୱଳ ଦେଇ ରଥେ ବସାଇଲା। ଅର୍ଜୁନ ବୋଇଲେ ତୁମ୍ଭେ ଶୁଣ ଜଗନ୍ନାଥ, ନନ୍ଦ ଦେହ ବୋଲି କରି କହୁଁ ହେଲା ଜାତ। ଅର୍ଜୁନ ବଚନେ ଯେ ବୋଲନ୍ତି ଭଗବାନ, ନନ୍ଦ ଦେହ ବୋଲି ପାର୍ଥ ଦେହଟିକୁ ଜାଣ। ଏ ଜୀବନ ହୁଡ଼ି ଯେଉଁ ଅନ୍ତରିକ୍ଷ ଗଲା, ନିରାଶ ହୋଇଣ ଆଉ ବାହୁଡ଼ି ନଇଲା। ଯେତେବେଳେ ପିଣ୍ଡ ରୁଟି ଜୀବ ଛାଡ଼ି ଯାଇ, ବେନି ନୟନରୁ ଅଶ୍ରୁ ଯାଉଥାଏ ବହି। କଜ୍ୱଳ ବୋଲିଣ ତାକୁ ଶାସ୍ତ୍ରେ ଅଛି କହି, ପୁଣ ପୁଣ ଅର୍ଜୁନ ଯେ ଦୈନିକ ରହି। ଜୀବ ସଂସାରର ଯାତ୍ରା ଶେଷ କରି ବାହୁଡ଼ି ଯାଏ। କବି ଜଗନ୍ନାଥ ସେଠାରେ ନନ୍ଦ ରୂପକ ପିଣ୍ଡକୁ ତ୍ୟାଗ କରି ଶ୍ରୀକୃଷ୍ଣ ରୂପକ ଜୀବ ଭ୍ରମରେ ଅନ୍ତରିକ୍ଷ ରୂପକ ମଥୁରାକୁ ଚାଲି ଯାଆନ୍ତି ଆଉ ଫେରି ନଥିବାର କଳ୍ପନା କରିଛନ୍ତି। ପିଣ୍ଡ ତ୍ୟାଗ କରି ଜୀବ ଅନ୍ତରିକ୍ଷକୁ ଚାଲିଗଲେ ସଂସାର ସମ୍ବନ୍ଧ ଥିବା ବ୍ୟକ୍ତିମାନେ ଉକ୍ତ ପିଣ୍ଡ ବିହୀନରେ ନେତ୍ରରୁ ଅଶ୍ରୁ ଝରନ୍ତି। ତାହା ହିଁ ବ୍ୟବହାରିକ ଜଗତର ନିୟମ। କୋଇଲିଲୋ ଚଳୁଥାଏ କଟିସ୍ତମେ ଖଳି, ଚକିତ ହୋଇଲି ଶୁଣି ଗୋପପୁର ବାଳି। ଅର୍ଜୁନ ବଚନ ଶୁଣି କମଳ ଲୋଚନ, ଯାହା ପଚାରିଲୁ ଶୁଣ ପାଣ୍ଡୁର ନନ୍ଦନ। ପିଣ୍ଡରେ ପରମ ଯେବେ ଲୀଳା କରୁଥାଏ, ନିଶ୍ଚଳ ହୋଇଣ ପିଣ୍ଡ ଯତ୍ନ ଚଳୁଥାଏ। ପରମକୁ ଘିନି ଯହୁଁ ଜୀବ ଚଲିଗଲା, ଯନ୍ତ୍ରମାନ ନିଶ୍ଚଳ ଯେ ହୋଇଣ ରହିଲା। ସୂତ୍ରେ ଚଳୁଥିଲା ପିଣ୍ଡ ଜୀବ ଆଶ୍ରା ପାଏ, ପଦେ ପଦେ କରି ଶୁଣ ସୁଭଦ୍ରାର ସାଇ।
କୋଇଲି ଛାଟକି ମୁଁ ମାଇଲି ପୁତ୍ରକୁ, ଛାଡ଼ି କରି ଗଲା କୃଷ୍ଣ ମଥୁରାପୁରକୁ। ଛଚନ୍ଦ୍ର ହୋଇଣ ଜୀବ ଛାଡ଼ି କରି ଗଲା, ଚିତିରେ ପଡ଼ିଣ ମୋହ ମାୟାକୁ ଛାଡ଼ିଲା। ଛାଟେକ ପ୍ରକୃତି ପାର୍ଥ ପିଣ୍ଡ ମଧ୍ୟେ ଥାଇ, ଛାଡ଼ି କରି ଗଲା ଜୀବ କ୍ଷୋଭ ମନ ହୋଇ। ପୂର୍ବ କଥା ବିଚାରିଣ ଗଲା ନିଜ ପୁର, ଅର୍ଜୁନ ଆଗରେ ଏହା କହିଲେ ଶ୍ରୀହରି। ଏମନ୍ତ ପ୍ରକାରେ ପାର୍ଥ ଛଅକ୍ଷର ବାଣୀ, ଶାସ୍ତ୍ରର ବିଚାର ଏହା ମିଥ୍ୟା ନୁହେଁ ପୁଣି। କୋଇଲିଲୋ ଦୂତପଣେ ଅଇଲା କ୍ରୂର, ଯାତ୍ରା ବୋଲି ଭଣି ନେଲା ବସାଇ ରଥର। ଜୀବ ଗଲେ ପରମ ଯେ କ୍ଷଣେ ନ ରହଇ, ଦୂତପଣେ ବୋଲି ପାର୍ଥ ପରମକୁ କହି। ଯାତ୍ରା ଏ ଯେ ଖେଳ ଘରୁ ସଂସାର ଅଟଇ, ଅକ୍ରୂର ବୋଲିଣ ପାର୍ଥ ମୁହିଁଟି ବୋଲାଇ। ରଥ ବୋଲି କରି ଯାହା ପଚାରିଲୁ ପାର୍ଥ, ଜୀବ ଗଲେ ପିଣ୍ଡଟି ହୁଅଇ ଭୂମିଗତ। କୋଇଲିଲୋ ଝୁରୁ ଝୁରୁ ଲୁହ ନ ରହିଲା, ଝଗଡ଼ା ସାରିଣ କୃଷ୍ଣ ମଥୁରା ରହିଲା। ପୁଣ ପୁଣ ଅର୍ଜୁନ ସେ ଚରଣେ ପଡ଼ଇ, ଝରୁଅଛି କେଉଁ ସ୍ଥାନ କହ ଭାବଗ୍ରାହୀ। ଜୀବକୁ ନ ଦେଖିଣ ପ୍ରକୃତି ଝୁରୁଥାନ୍ତି, ଝଗଡ଼ା ସଂସାର ଗୋଟି ଝାଡ଼ି କରି ଯାଆନ୍ତି। ଝଗଡ଼ା ସଂସାର ପାର୍ଥ ପଚାରିଲୁ ଯେତେ, ପଦ ପଦ କରି ଏବେ କହିଦେଲୁ ମୋତେ। ପିଣ୍ଡ ମଧ୍ୟରେ ଜୀବ ଓ ପରମର ନିତ୍ୟ ଖେଳ ଚାଲିଥାଏ। ପିଣ୍ଡ ଯେତେବେଳେ ନିର୍ଜୀବ ହୋଇ ଭୂମିସାତ୍ ହୁଏ, ସେତେବେଳେ ପରମ ଅର୍ଥାତ୍ ଜ୍ଞାନ ସ୍ୱରୂପ ପରମାତ୍ମା ଆଉ ମୁହୂର୍ତ୍ତଟିଏ ସୁଦ୍ଧା ସେଠାରେ ରହନ୍ତି ନାହିଁ। ଝଗଡ଼ା ସଂସାର ଅର୍ଥାତ୍ ଜଞ୍ଜାଳମୟ ସଂସାର। ଜଞ୍ଜାଳମୟ ସଂସାରକୁ ତ୍ୟାଗ କରି ଜୀବ ବାହାରି ଗଲେ ପ୍ରାକୃତିକ ଜଗତ ତାହା ବିହୀନରେ ଝୁରି ହୁଏ। କୋଇଲିଲୋ ନିଶା କାଳେ ହରି ମାଗେ ଚାନ୍ଦ, ନୟନ ଟେକିଣ ତାଙ୍କୁ ରାଉଥାନ୍ତି ନନ୍ଦ। ନିଶା କାଳ ବୋଲି ପାର୍ଥ ଚକ୍ଷୁଟିକୁ କହି, ନିଶା କାଳ ବୋଲି ପାର୍ଥ ଚକ୍ଷୁଟିକି କହି। ଚାନ୍ଦ ବୋଲି ପରମାନନ୍ଦର ଘର ସେହି, ନନ୍ଦ ଯେ ପରମାର୍ଥ ବାମ ଚକ୍ଷୁ ଜାଣ। ନୟନ ବୁଜିଲେ ଯେ ଅନ୍ଧାର ଦିଶେ ତେଣୁ, ନନ୍ଦ ଯେ ପରମାର୍ଥ ବାମ ଚକ୍ଷୁ ଜାଣୁ। ନୟନ ବୁଜିଲେ ଯେ ଅନ୍ଧାର ଦିଶେ ତେଣୁ। ନିଶା କାଳେ ଅର୍ଥ ଶୁଣ ପାର୍ଥ ମନ ଦେଇ, ଯାହା ପଚାରିଲୁ ପାର୍ଥ ଯୁଧିଷ୍ଠିର ଭାଇ। ଶୁଣି କରି ଅର୍ଜୁନ ହୋଇଲା ତୋ ସମନ, କାର୍ପଣ୍ୟ ହୋଇଣ ପୁଣି ପୁଛଇ ବଚନ। କୋଇଲିଲୋ ଟହ ଟହ ହସୁଥାନ୍ତି କୋଳେ, ଟଳ ଟଳ ହେଉଥାନ୍ତି ଝୁଳିବାର ବେଳେ। ଟଳ ଟଳ ବନ୍ଧ ପାର୍ଥ ନାସାଟିକୁ କହି,
ତାକି ରହିଅଛି ଜୀବ ଛାଡ଼ି ଯିବା ପାଇଁ। ତ୍ରିକୁଟ ମଧ୍ୟରେ ଟଙ୍କଧରଙ୍କ ସ୍ଥାନ, ସେଠାକୁ କହଇ କୋଳ ବୋଳି ହେ ଅର୍ଜୁନ। ତହିଁର ଉପରେ ହରି ବୋଳ ଯେ ବାଜଇ, ପରମକୁ ଘେନି ଜୀବ ଶୂନ୍ୟରେ ରହଇ। ଟଳବନ୍ଧ ନୟନ ଯେ ଶୂନ୍ୟେ ଆତଯାତ, ଟଳି ନ ପଡ଼ିବ ପିଣ୍ଡ ହୋଇଣ ଅନାସ୍ତ। ଶରୀର ମଧ୍ୟରେ ଜୀବର ଅସ୍ତିତ୍ୱ ସମ୍ବନ୍ଧରେ ଧାରଣା କରିବାକୁ ହେଲେ ନାସିକା ହେଉଛି ଏକମାତ୍ର ମାଧ୍ୟମ। ହୃଦପଦ୍ମର ଶତଦଳ ଉପରେ ତ୍ରିକୁଟ ବୋଲି ଏକ ସ୍ଥାନ ରହିଛି ବୋଲି ବ୍ରହ୍ମଜ୍ଞାନୀମାନେ ମତ ଦିଅନ୍ତି। ସେଠାରେ ଜୀବ ପରମ ବାସ କରନ୍ତି। ତାଙ୍କରି ନିର୍ଦ୍ଦେଶରେ ନୟନ ସଂସାରର ଆତଯାତ ସମ୍ବନ୍ଧରେ ସମସ୍ତ ଧାରଣା କରେ। ପିଣ୍ଡରୁ ଜୀବ ବାହାରି ଯିବା ମାତ୍ରେ ନେତ୍ର ମଧ୍ୟ ସ୍ଥିର ହୋଇଯାଏ। କୋଇଲି ଲୋଠାଣା ଯେ ସୁନ୍ଦର ବେନି ପୋଏ, ଠକି ଭଣ୍ଡି ଗଲେ କୃଷ୍ଣ ନଇଲେ ବେড়ায়। ଠ ଅକ୍ଷରର ଅର୍ଥ ଗୁଣ ଫାଲଗୁନି। ଠ ଅକ୍ଷରର ଅର୍ଥ ଶୁଣ ଫାଲଗୁନି। ଶାସ୍ତ୍ରର ବିଧାନ ତୋତେ ବୁଝାଇବା ପୁଣି। ଠଣ ଯେ ସୁନ୍ଦର ଜୀବ ପରମକୁ କହି, ବାହୁଡ଼ି ନଇଲେ ସେ ଯେ ଅନ୍ୟ ସାହା ହୋଇ। ଠଣ ଦେହ ଗୋଟା ପାର୍ଥ କ୍ଷଣ କରି ଜୀବ, ଶୁଣି କରି ଅର୍ଜୁନ ଯେ କରେ ବହୁ ସ୍ତବ। କୋଇଲି ଡାକିଲେ ଭାସଇ ଯେହ୍ନେ ସାରି, ଡାଳ ରତ୍ନ ଶୁଆ ପରି ପାଶୁଥାନ୍ତି ହରି। ଅର୍ଜୁନ ବଚନ ଶୁଣି କମଳ ଲୋଚନ, ଡାଳ ରତ୍ନ କଥା ତୁ ଶୁଣ ସେ ଅର୍ଜୁନ। ଚାରି ଡାଳ ଏ ପିଣ୍ଡକୁ ଆବୋରି ରହିଛି, ଏହାର ମଧ୍ୟରେ ଜୀବ ଭ୍ରମଣ କରୁଛି। ପଞ୍ଜୁରୀ ଭିତରେ ଯେହ୍ନେ ଶୁଆ ପକ୍ଷୀ ଥାଏ, ପିଣ୍ଡରେ ପରମ ଜୀବ ସେହି ମତି ହୋଇ। ଶୁଣି କରି ଅର୍ଜୁନ ହୋଇଲା ତ ସଚିତ, ଡ଼ ଅକ୍ଷର ଅର୍ଥ କହିଲେ ଗୋପୀନାଥ। ଶରୀରର ସୌନ୍ଦର୍ଯ୍ୟ କିମ୍ବା ଅବୟବର ଶ୍ରେଷ୍ଠବ ଜୀବ ଓ ପରମକୁ ଧରି ରଖିବାରେ ସକ୍ଷମ ହୁଏ ନାହିଁ। ଜୀବ ବିନା ଶରୀରର ସୌନ୍ଦର୍ଯ୍ୟ କ୍ଷଣକରେ ନାଶ ହୁଏ। କୋଇଲି ଲୋ ତଳ ତଳ ନୟନେ କଜ୍ୱଳ, ତଳଇ ନାସାରେ ମୋତି ମାଣିକ୍ୟର ଫଳ। ଢଳ ଢଳ ବୋଳି ପାର୍ଥ ଭ୍ରୂଳ ତାକୁ କହି, ମୋତିବର ବିନି ଚକ୍ଷୁ ଢଳ ଢଳ ହୋଇ। ଚକ୍ଷୁର ଲୋତକ ଧାରା ଯାଉଥାଇ ବହି, କଜ୍ୱଳ ବର୍ଣ୍ଣ ତାହା ଶାସ୍ତ୍ରେ ଅଛି କହି। ଢଳି ନ ପଡ଼ିବ ଜୀବ କ୍ଷଣକ ଭିତର, ତ ଅକ୍ଷର ଅର୍ଥ ଶୁଣ ପାଣ୍ଡୁର କୁମର। କୋଇଲି ଅନେକ ହିଂସିଲା ରାୟ କଂସ, ଅଣହେଲା କରିଣ ଆପଣା ଗଲା ନାଶ। ଅଣ ଆୟତ୍ତରେ ଜୀବ ହୋଇଛି ବନ୍ଧନ, କଂସପୁର ଶୂନ୍ୟ ପାର୍ଥ ହେତୁ କରି ଜାଣ। ଅଣହେଲା କଲେ ଜୀବ କ୍ଷଣକରେ ଜୀବ, ତେଣୁ କରି ଆପଣା ଯେ ବ୍ୟର୍ଥ ହୋଇବ।
ଅଣହେତୁ କରଣେ ଯେ ପିଣ୍ଡ ନାଶ ଯାଏ, ଅଲେଖ ପୁରୁଷ ଗଲେ ପାଇବୁ ତୁ କାହିଁ। ଅଣ ଅକ୍ଷରର ଅର୍ଥ ଶୁଣ ବୀରମଣି, ଆନନ୍ଦେ ଗଦଗଦ ହୋଇ ଯୋଡ଼େ ବେଣୀ ପାଣି। ଶରୀର ଶୋଭାଦାୟକ ନୟନ ତଥା ନୟନର ଶୋଭା ହେଉଛି କଜ୍ୱଳ, କିନ୍ତୁ ସମସ୍ତ ଶୋଭାର ମୂଳବିନ୍ଦୁ ହେଉଛି ଜୀବ ଓ ପରମ। କୋଇଲି ତନୁରେ ତାଲେ ପଇ କୁଙ୍କୁମ, ତନୟ ଖଳାଉଥାନ୍ତି ଭାଇ ବଳରାମ। ତ୍ରିକୁଟ ସ୍ଥାନରେ ପୁଣି ହଂସ ଖେଳୁଥାଏ, ତ୍ରିବେଣୀ ଶିଖରୁ ନୀର ଆସୁଥାଇ ଭଏ। ତଳକୁ ଖସିଣ ବନ୍ଧ ମୂଳେ ଯେ ରହଇ, ତନୁ ତାର କୋମଳ ଯେ କ୍ଷଣ କରି ଯାଇ। ବଳରାମ ପରମ ଯେ ଜୀବକୁ ଖେଳାଇ, ଯାହା ପଚାରିଲୁ ଶୁଣ ଯୁଧିଷ୍ଠିର ଭାଇ। କୋଇଲି ଲୋଥନ ଭାଙ୍ଗି କ୍ଷୀର ପାନ ଦେଲି, ସ୍ଥବିର କାଳକୁ ପୁତ୍ର ଦେଖି ନ ପାରିଲେ। ଥକା ଘର ଛାଡ଼ିଣ ଯେ ଅନ୍ୟ ସ୍ଥାନେ ଯିବ, ଥଳ ଯେ ସେ ମୋର ନାମ ବ୍ୟର୍ଥ ହୋଇବ। ସ୍ଥବିର ଯେ ବୁଢ଼ା କାଳ ଯହୁଁ ଘୋଟି ଗଲା, ସ୍ଥାନ ଭଗ୍ନ କରି ଜୀବ ଶୂନ୍ୟରେ ରହିଲା। ଥକା ଘର ସିନା ପାର୍ଥ କ୍ଷଣ କରି ଯିବ, ସ୍ଥବିର ହୋଇଣ ଜୀବ କାହିଁ ନ ରହିବ। ଥ ଅକ୍ଷର ଅର୍ଥ ଯାହା ପଚାରିଲୁ ବୀର, ପଦ ପଦ କରି କହିଦେଲୁ ଟିନିକର। ଜୀବ 84 କୋଟି ଯୋଗିନୀ ଭ୍ରମଣ କରିବା ଉଦ୍ଦେଶ୍ୟରେ ଘେନି ସଂସାରକୁ ଆସି ପରମ ନିର୍ଦ୍ଦେଶରେ ପରିଚାଳିତ ହୋଇ ଗୋଟିଏ ଶରୀରରେ କେତେ ଦିନ କର୍ମରତ। କୋଇଲି ଲୋ ଦଉଡ଼ିରେ ବାନ୍ଧିଲି ପୁତ୍ରକୁ, ଦାମୋଦର ରାଗେ ଗଲେ ମଥୁରାପୁରକୁ। ଦଉଡ଼ି ବୋଲିଣ ମାୟା ସଂସାର ଅଟଇ, ଦାମୋଦର କୃଷ୍ଣ ମୋହି ପିଣ୍ଡ ମଧ୍ୟେ ଥାଇ। ପରମ ବୋଲଇ ଅବା ମୋତେ ମାନ କରି, ପୂର୍ବ ଶୁଣ ସୁମରି ଯେ ଗଲା ଛାଡ଼ି କରି। ମଥୁରା ଯେ ଶୂନ୍ୟ ସ୍ଥାନ ସେ ସ୍ଥାନେ ରହିଲେ, ଜୀବ ଯେ ପରମ ଦୁହେଁ ଏକତ୍ୱ ହୋଇଲେ। ଶୁଣି କରି ଅର୍ଜୁନ ଯେ କରଇ ଦଇନି, ଦ ଅକ୍ଷର ଅର୍ଥ କହିଦେଲ ଦୟାମଣି। କୋଇଲି ଲୋ ଧନ୍ୟ ସେହୁ ଦଇବ କି ନାରୀ, ଧର୍ମ ଥିଲା ପୁତ୍ର ଗୋଟି ହୋଇଲା ତାହାରି। ଧର୍ମପଦ ଘେନି ଜୀବ ପିଣ୍ଡରେ ରହିଲା, ଧରଣୀରେ ପଡ଼ି ସଦ ଜ୍ଞାନ ହରାଇଲା। ଧର୍ମରେ ଚଳଇ ଜୀବ ଅଧର୍ମରେ ଯାଇ, ଧ୍ରୁବ ଏ ଚରିତ ମିଥ୍ୟା ନ ମଣଇ ତୁହି। ଯେଉଁ ଆଡ଼େ ଧର୍ମନାଶ ସେହୁ ଆଡ଼େ ଯାଇ, ଅର୍ଜୁନ ଆଗରେ ଏହା କହିଲେ ବୁଝାଇ। କୋଇଲି ଲୋ ନିରାଶ କରିଣ କୃଷ୍ଣ ଗଲେ, ନିଜ ଗୃହ ବାସ ବୋଳି ବେଢ଼ାଏ ନଇଲେ। ନିରାଶ ହୋଇଣ ଜୀବ ଛାଡ଼ି କରି ଗଲା, ନିଜ ଘର ଗୋଟା ତେଣୁ ଅଶୋଭା ଦିଶିଲା। ନିରାକାର ପୁରୁଷ ଏହାର ଖେଳ ଘର,
ଆଦ୍ୟହୁ ସୃଜିଲା ପିଣ୍ଡ ମାନବ ଶରୀର, ନିର୍ମଳ ଶରୀର ଗୋଟି ନିଷ୍ଫଳ ହୋଇଲା। ଶ୍ରୀହରି କହିଲେ ଏହା ଅର୍ଜୁନ ଶୁଣିଲା, ଶୁଣି କରି ଅର୍ଜୁନ ହୋଇଲା କୃତକୃତ୍ୟ। ନ ଅକ୍ଷର ଅର୍ଥ କହିଦେଲେ ଗୋପୀନାଥ। କହିଲିଲ ପବିତ୍ର ପୁରୁଷମ ଧୋଇ, ପବିତ୍ର ମୁହେ ଉଠିଲି କୃଷ୍ଣ ମୁଖ ଚାହିଁ। ପବିତ୍ର ପୁରୁଷ ବୋଲି ମହାମନ୍ତ୍ର କହି, ପୁଣ୍ୟ ଦ୍ୱାର ବୋଲି ପାର୍ଥ କର୍ଣ୍ଣ ଯେ ଅଟଇ। ଅପବିତ୍ର ପିଣ୍ଡ ପାର୍ଥ ପବିତ୍ର ହୋଇଲା, ଏଣୁ କରି ମହାମନ୍ତ୍ର କର୍ଣ୍ଣରେ କହିଲା। ପରମାନନ୍ଦ ପୁରୁଷ ମୁହିଁଟି ଅଟଇ, ପଦେ ପଦେ କରି ଶୁଣ ଯୁଧିଷ୍ଠିର ଭାଇ। ଜୀବ ଆପଣାର ମୁଖ୍ୟ ଉଦ୍ଦେଶ୍ୟରେ ମହାମନ୍ତ୍ର ଅର୍ଥାତ୍ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ ଅର୍ଥାତ୍ ପିଣ୍ଡର ପବିତ୍ର ଦ୍ୱାର କର୍ଣ୍ଣପଥରେ ସେହି ମହାମନ୍ତ୍ର ଶ୍ରବଣ କରି ସାଂସାରିକ ଖେଳାଲୀଳାକୁ ସାର୍ଥକ କରି। କହିଲିଲୋ ଫଳିବାକୁ ଆଶା ନାହିଁ ମୋର, ଫଳିବାର ଫଳ ଗଲା ବାସୁଦେବପୁର। ଏ ବୃକ୍ଷରେ ଫଳ ପାର୍ଥ ହରିରସ କହି, ଜୀବ ଗଲେ ଫଳ ମାନ ବ୍ୟର୍ଥ ହୋଇ। ବସୁଦେବ ବୋଲି ପାର୍ଥ ମୁଖ ଗୋଟି କହି, ପରମ ଜୀବର ଯିବା ବାଟ ଅଟେ ସେହି। ବେନିମନ୍ତେ ଯିବ ପରମର ପୁଣି ପଥ, ପଦ ପଦ କରି ତୋତେ କହିଦେବା ପାର୍ଥ। ବ୍ରହ୍ମ ଜ୍ଞାନ ଶୁଣି ପାର୍ଥ ଛାଡ଼ିଲା ବିରସ, ପୁଣି କୃଷ୍ଣଙ୍କୁ ଚାହିଁ ହୁଏ ହରସ। କହିଲିଲୋ ବହୁତ ସହିଲି ତାଙ୍କଳି, ବଡ଼ାଇ ଶରଧା ଭାଙ୍ଗି ଗଲେ ବନମାଳି। ବ୍ରହ୍ମା ବିଷ୍ଣୁ ଥାଇଣ ଏ ପିଣ୍ଡକୁ ଗଢ଼ିଲେ, ବଲଗଣ୍ଡି ବୋଲିଣ ଏହାର ନାମ ଦେଲେ। ବହୁ ଅଛି ତ୍ରିବେଣୀଟି ଏହି ବୃକ୍ଷ ପର, ସେହି ରସ ପିଉଛନ୍ତି ଭକତ ମୋହର। ବଙ୍କୁନାଳ ସଳଖରେ ଗୋଳାହାଟପୁର, ମିଶିଛନ୍ତି ବ୍ରହ୍ମା ବିଷ୍ଣୁ ତ୍ରିକୂଟ ମଧ୍ୟର। ଏ ବୃକ୍ଷ ଫଳ ସରିଲେ କେହି ନ ରହନ୍ତି, ଅର୍ଜୁନ ଆଗରେ ଏହା ଶ୍ରୀହରି କହନ୍ତି। ଶରୀର ରୂପକ ବୃକ୍ଷରେ ଆଧ୍ୟାତ୍ମିକ ଫଳ ହେଉଛି ହରିନାମ ସ୍ମରଣ। ପିଣ୍ଡରୁ ଜୀବ ଓ ପରମ ବାହାରି ଯାଆନ୍ତେ। ସାଂସାରିକ ବସ୍ତୁ ଅର୍ଥାତ୍ ଅଷ୍ଟରତ୍ନ ନଷ୍ଟ ହେବା ସଙ୍ଗେ ସଙ୍ଗେ ହରିନାମ ରୂପକ ଫଳର ସାର୍ଥକତା ରହି, ଜୀବ ବ୍ୟତିରେକ ପ୍ରାଣୀ ହରିନାମ ଉଚ୍ଚାରଣରେ ସମର୍ଥ ହୋଇପାରେ ନାହିଁ। କହିଲିଲୋ ଭଣ୍ଡି ମୋତେ ଗଲେ ବେନି ପୋଏ, ଭାଇ ତାଙ୍କ ବଳରାମ ନଇଲେ ବେଢ଼ାଏ। ଭଣ୍ଡି କରି ଗଲା ଜୀବ ବାହୁଡ଼ି ନଇଲା, ବଳରାମ ପରମ ଯେ ଛାଡ଼ି କରି ଗଲା। ଜୀବ ଯେ ପରମ ସ୍ଥାନ ଭ୍ରମରେ ଅଗୁମ୍ଫାରେ,
ଭକ୍ତଜନ ମାନଙ୍କର ସୁଖ ସେହିଠାରେ। ଡାହାଣ ଚକ୍ଷୁରେ ଯିବ ପରମ ବାମିଣ, ତେଣୁ କରି ଭ୍ରମର ଗୁମ୍ଫା ବୋଲି ଜାଣ। ଭ ଅକ୍ଷର ଅର୍ଥ ଯେତେ ପଚାରିଲୁ ବୀର, ପଦେ ପଦେ କରି ତୋତେ କହିଲୁ ନିକର। କୋଇଲିଲୋ ମଥୁରାକୁ ଯିବି କି ମୁଁ ଧାଇଁ, ମାଧବ ମଧୁସୂଦନ ଆଣିବି କଢ଼ାଇ। ମଧୁପୁର ବାଟେ ଯହୁଁ ଯିବ ଛାଡ଼ିଗଲା, ପରମ ଜୀବର ଆଉ ଦେଖା ଯେ ନହିଲା। ମୁଖ ବାଟେ ଯିବ ଯହୁଁ ବାହାର ହୋଇ, ମଧୁପୁର ବୋଲି ତେଣୁ ମୁଖଟି ବୋଲାଇ। ମୁକୁନ୍ଦର ନାମ ବ୍ରହ୍ମ ଜ୍ଞାନଟି ଅଟଇ, ଶୁଣି କରି ଅର୍ଜୁନ ଯେ ପୁଣି ପଚାରଇ। ଅନାହତ ଚକ୍ରର ଉପରେ ଥିବା ଶତଦଳ ପଦ୍ମର ଅଭ୍ୟନ୍ତରୀଣ ଭାଗ। ମଧୁପୁର ବାଟ ଅର୍ଥାତ୍ ସୂକ୍ଷ୍ମ ମାର୍ଗ ମଧ୍ୟରେ ଜୀବ ପିଣ୍ଡକୁ ନିର୍ଗତ ହେବା ପରେ ଶରୀରଧାରୀଙ୍କ ବ୍ରହ୍ମଜ୍ଞାନ ସମ୍ବନ୍ଧରେ ଧାରଣା ରହିନାହିଁ। କୋଇଲିଲୋ ଯିବେ ସେ ଆସିବେ ବୋଲି ଗଲେ, ଜଗତ ଜୀବନ କୃଷ୍ଣ ବେଢ଼ାଏ ନଇଲେ। ଝାଉଁଳି କବାଟ ପାର୍ଥ ନାସାକୁଟି କହି, ଜୀବର ଆହାର ପାର୍ଥ ପବନ ଅଟଇ। ଜଗତ ଜୀବନ କୃଷ୍ଣ ଛାଡ଼ି କରି ଗଲା, ଝାଉଁଳି କବାଟ ପାର୍ଥ ନିଷ୍ଫଳ ହୋଇଲା। ଜାଣି କରି ଯୋଗୀ ଜନେ ସେହି ଦ୍ୱାରେ ଭଜ, ନିଶ୍ଚଳ ପାଇବ ଭେଟ ମହାମତ ଗଜ। ଜ ଅକ୍ଷର ଅର୍ଥ ଏବେ ଶୁଣିଲ ଅର୍ଜୁନ, କାର୍ପଣ୍ୟ ହୋଇଣ ପୁଣି କହି ବଚନ। କୋଇଲିଲୋ ରତ୍ନ ବସ୍ତ୍ର ଅଳଙ୍କାର ମାନ, ରାଧାକୃଷ୍ଣ ଶ୍ରୀଅଙ୍ଗକୁ ଦିଶେ ଶୋଭାବନ। ରତ୍ନ ବୋଲି କରି ପାର୍ଥ ପଚାରିଲୁ ଯାହା, ପଦ ପଦ କରି ତୋତେ କହିଦେବା ତାହା। ପିଣ୍ଡକୁ ଯେ ବୋଲି ନାମ ରତ୍ନ ବୋଲି ଯାହା, ବ୍ରହ୍ମଦେବ ବର ଆଣି ପ୍ରତିକାର କୁହା। ରାମ ନାମ ପରମ ଯେ କୃଷ୍ଣ ନାମ ରାମ, ଶୋଭା ଦିଶେ ପିଣ୍ଡକୁ ଦୁଇ ଗୋଟି ନାମ। ଶୁଣି କରି ଅର୍ଜୁନ ଯୋଡ଼ଇବେ ନିକର, ଲକ୍ଷ୍ମୀର ବଲ୍ଲଭ ନାଥ ମୋତେ ଦୟା କର। ଏ ପାଦଟିର ଅର୍ଥ ସୁସ୍ପଷ୍ଟ ନହେଲେ ସୁଦ୍ଧା ଖୁବ୍ ସମ୍ଭବତଃ ପିଣ୍ଡ ଅର୍ଥାତ୍ ଜୀବଧାରୀ ପକ୍ଷରେ ନାମ ଅର୍ଥାତ୍ ହରିନାମ ଶ୍ରେଷ୍ଠ ସମ୍ପଦ ବୋଲି କବି ଏଠାରେ ନିର୍ଦ୍ଦେଶ ଦେଇଛନ୍ତି। କୋଇଲିଲୋ ଲକ୍ଷ୍ମୀର ବଲ୍ଲଭ ନାରାୟଣ, ଲଲିତେଣ ନାମ ଦେଲେ ଗାଗର୍ଭ ବ୍ରାହ୍ମଣ। ଲକ୍ଷ୍ମୀପତି ନାରାୟଣ ଶୂନ୍ୟରେ ମିଶିଲା, ରାମ ନାମ ଗୋଟା ପଦ ନିଶାବଦ ହେଲା। ରାମ ପାଦ ଚଲିଗଲା ମଥୁରାପୁରକୁ, ଶୂନ୍ୟ ହୋଇଗଲା ଜୀବ ମୃତ୍ୟୁ ଭବନକୁ। ଳ ଅକ୍ଷରର ଅର୍ଥ ଶୁଣ ଫାଲଗୁନି, ପିଣ୍ଡ ଯେ ବ୍ରାହ୍ମଣ ତୋତେ ଭେଟାଇଲୁଣି। କୋଇଲିଲୋ ବୃନ୍ଦାବନ ନ ଶୋଭଇ ମୋର, ବର୍ଷା କିଏ ଚରାଇବ ଯମୁନାର ତୀର। ବିନୟ ହୋଇଣ ଶୁଣ ପାର୍ଥ ପଚାରଇ,
ବ ଅକ୍ଷର ଅର୍ଥ ମୋତେ କହ ଭାବଗ୍ରାହୀ। ବୃନ୍ଦାବନ ଗୋଟା ପାର୍ଥ ଦେହ କୋଟି କହି। ବର୍ଷା ବୋଲି କରି ପାର୍ଥ ପ୍ରକୃତି ଅଟଇ। ପିଣ୍ଡରୁ ପରମ ଜୀବ ଅନ୍ତର ହୋଇଲା। ବୃନ୍ଦାବନ ତେଣୁ କରି ଓ ଶୋଭା ଦିଶିଲା। ବକ୍ଷର ଅର୍ଥ ଶୁଣି ଅର୍ଜୁନ ବକ୍ଷର ଅର୍ଥ ଶୁଣି ଅର୍ଜୁନ ସନ୍ତୋଷ। କୃଷ୍ଣର ହଇଣ ପୁଣି କହେ କୃଷ୍ଣ ଦାସ। ଦେହରୁ ପରମ ଅନ୍ତର ହେବା କ୍ଷଣି ବୃନ୍ଦାବନ ରୂପକ ଦେହରେ ସଜୀବତା ନଷ୍ଟ ହୁଏ। ଜୀବ ମଧ୍ୟ ପରମର ପଦାଙ୍କ ଅନୁସରଣ କରିବାରୁ ମୃତପିଣ୍ଡ ଘଟ ନିଶ୍ଚେଷ୍ଟ ହୋଇ ପଡ଼ି ରହେ। ଏଠାରେ ଲକ୍ଷ୍ମୀପତି ନାରାୟଣ ହେଉଛନ୍ତି ପରମାତ୍ମା। ପରମାତ୍ମା ଦେହରୁ ଅନ୍ତର ହୋଇ ମଥୁରା ରୂପକ ଶୂନ୍ୟରେ ମିଶିଯାଆନ୍ତି। ଦେହି ପରମ ଶୂନ୍ୟ ହୋଇ ଅନ୍ତରୀକ୍ଷରେ ମିଶିଯାଏ। କୋଇଲି ଶ୍ରୀମନ୍ତ ପୁରୁଷ ମାଧୋଇ। ଶ୍ରୀରଙ୍ଗ କଳା ଦିନୁ ନନ୍ଦ ହେଳେ ଭାଇ। ଶ୍ରୀନୀଳ କନ୍ଦର ପାର୍ଥ ଜୀବର ଆସନ। ଶ୍ରୀ ପୁରୁଷ ଗଲେ ପିଣ୍ଡ ହୁଏ ଲୀନ। ନୀଳ ଯେ ମାଧବ ରୂପ କଣ୍ଠ ମଧ୍ୟେ ଥିଲା। ବ୍ରହ୍ମା ଶିବ ଦେବ ପ୍ରାଣ ସେହି ଛାଡ଼ିଗଲା। ମୃତ୍ୟୁପିଣ୍ଡ କରି ଜୀବ ଛାଡ଼ି କରିଗଲା। ନନ୍ଦର ପରମ ଜୀବ ଛାଡ଼ି ଚାଲିଗଲା। କୋଇଲି ଲୋ 7 ଦିନ ଇନ୍ଦ୍ର ବୃଷ୍ଟି କଲା। ଶପଥ ବରଷ ପୁତ୍ର ମନ୍ଦର ଧଇଲା। ଶପଥ ଖଣ୍ଡରେ ପିଣ୍ଡ ପ୍ରାଣ ଛାଡ଼ି ଯାଏ। ତେଣୁ କରି 7 ଦିନ ଶାସ୍ତ୍ରେ ଅଛି କହି। 7 ପାର ଭିତରେ ଆତଜାତ ହୋଇ। ଶପଥ ବରଷେ ପାର୍ଥ ବ୍ରହ୍ମ ଜ୍ଞାନ ପାଏ। ଜଳରୁ ଜନ୍ମଇ ପିଣ୍ଡ ଜଳ ଯେ ନାଶ। ଶପଥ ଦଣ୍ଡରେ ପାର୍ଥ ଘୋଟଇ ଆକାଶ। ଶୁଣି କରି ଅର୍ଜୁନ ହୋଇ ଦିବ୍ୟ ତୋଷ। ଅକ୍ଷର ଅର୍ଥ ମୋତେ କହ ପିତବାସ। ବିଭିନ୍ନ 7ଟି ସ୍ତରରେ ଜୀବ ପରମ ଘଟ ତ୍ୟାଗ କରନ୍ତି। ଆଉ ମଧ୍ୟ 7 ବରଷ ପର୍ଯ୍ୟନ୍ତ ଦେହଧାରୀ ଅଜ୍ଞାନହତା ଘଟିଥାଏ। ଜଳର ଅଗାଧତା ପରି ପିଣ୍ଡରେ ମଧ୍ୟ ଜୀବ ଓ ପରମର ଅଗାଧତା ସମ୍ବନ୍ଧରେ କାହାରି ଧାରଣା ହୋଇପାରେ ନାହିଁ। କୋଇଲି ଲୋ ଶଶି ଜହ୍ନେ ଦିନୁ ଦିନ କ୍ଷୀଣ। ସେହିପରି କ୍ଷୀଣ ହେଲେ ନନ୍ଦ ଯେ ରାଜନ। ଶଶି ଚନ୍ଦ୍ର ଜହ୍ନେ ପାର୍ଥ ଆକାଶରେ ଥାଇ। କଳଙ୍କ ମିଶିଲେ ସେ ଯେ ନା ସହି ନ ପାଇ। ପିଣ୍ଡରେ ଥାଇଣ ଜୀବ ସେହି ମତି ନାଶ। ପ୍ରକୃତି ପୁରୁଷ ମାନେ ବେଢ଼ିଛନ୍ତି ପାଶ। ଶଶି ପ୍ରାୟ ହେଳେ ପିଣ୍ଡ ବାହାର ହୋଇ। ଏକ ମନେ ଶୁଣ ତୁ ହୋ ଯୁଧିଷ୍ଠିର ଭାଇ। କୋଇଲି ଲୋହାଇ ଯେ ମାରଇ ପୁତ୍ର ତୁଣ୍ଡ। ହୃଦରେ ଦେଖିଲେ ମାହେ ଶପଥ ବ୍ରହ୍ମାଣ୍ଡ। ହରଷ ହୋଇଣ ପୁଣ ପାର୍ଥ ପଚାରଇ। ଅକ୍ଷର ଅର୍ଥ ମୋତେ କହ ଭାବଗ୍ରାହୀ। ହରିହର ବ୍ରହ୍ମା କେହି ରଖି ନ ପାରନ୍ତି। ହରଷ ହୋଇଣ ଜୀବ ପରମେ କହନ୍ତି। ହରିନାମ ଭଜିଥିଲେ ବ୍ରହ୍ମ ଜ୍ଞାନ ପାଇ। ଅଶେଷ ବ୍ରହ୍ମାଣ୍ଡ ପାର୍ଥ ହରିନାମ କହି। ନାମ ହିଁ ନ ପାଇ ସ୍ଥାନରେ ନାଶକୁ ହିଁ ଯାଇ ହେବା ସମୀଚୀନ। ଅନ୍ୟଥା ପ୍ରକୃତିର ଅର୍ଥ ସୁସ୍ପଷ୍ଟ ହେଉନାହିଁ। ପରମର ପ୍ରୟାସକୁ ରୋଧ କରିବାର ଶକ୍ତି କାହାର ନାହିଁ।
କୋଇଲି ଲକ୍ଷନ୍ଦଣୀ ବନ୍ଦଣୀ ଭୁଜଦଣ୍ଡ କ୍ଷମା କର ଦୋଷ ମୋର ଭଣ୍ଡେ ମାରକଣ୍ଡ। କ୍ଷନ୍ଦଣୀ ଯେ ବୋଲାଏ କ୍ଷନ୍ଦଣୀ ଯେ ବୋଲା ଯାଏ ମାୟା ଜନ୍ତୁକର କ୍ଷମା ଯେ କରୁଣା ନିଧି ଏଥିର ବିଚାର ମୃତ୍ୟୁ ଜନମାନଙ୍କୁ ସେ ଦଣ୍ଡ ଦେବା ପାଇଁ ପିଣ୍ଡେ ଯେ ବ୍ରାହ୍ମଣ ଏକ କରିଣ ବୁଝାଇ ଅର୍ଜୁନ ପଚାରିଲେ ଶ୍ରୀ ହରି ଅର୍ଥ କଲେ ଜଗନ୍ନାଥ ଦାସ ଏହା ପୁରାଣେ କହିଲେ କେଶବ କୋଇଲେ ଅର୍ଥ ବ୍ରହ୍ମଜ୍ଞାନ ସାର ଲବଣୀ ସାଗରୁ ଏ ଯେ ହୋଇଛି ବାହାର ସାଧୁଜନ ମାନେ ମୋର ନ ଧରିବ ଦୋଷ ଶ୍ରୀମୁଖରେ ଆଜ୍ଞା ଯାହା ଦେଲେ ପିତବାସ। ଜୟ ଜଗନ୍ନାଥ।